ନୂଆପଡ଼ା ଏମିତି ଗୋଟେ ଜାଗା ଯାହାକୁ ବୁଝିବାକୁ ହେଲେ ଟିକେ ଗଭୀରକୁ ଯିବାକୁ ପଡ଼ିବ। ଗୋଟେ ପଟେ ଏଠି ଅଛି ବହୁତ ପୁରୁଣା ପରମ୍ପରା, ଆଉ ଅନ୍ୟପଟେ ଆଧୁନିକତାର ଛାପ। ତେବେ ଆଜି ଆମେ ଏକାଠି ଦେଖିବା କେମିତି ଏକ ଅବହେଳିତ ଜିଲ୍ଲା ସମସ୍ତଙ୍କ ପାଇଁ ଏକ ଆଦର୍ଶ ପାଲଟିଗଲା। ହେଲେ ପ୍ରଶ୍ନ ଉଠୁଛି, ଏମିତି କେମିତି ହେଲା? ଗୋଟେ ଜିଲ୍ଲା ଯାହାକୁ କେହି ପଚାରୁନଥିଲେ, ସେ ହଠାତ୍ ସାରା ଦେଶ ପାଇଁ ଏକ ଉଦାହରଣ କେମିତି ପାଲଟିଗଲା? ଆସନ୍ତୁ ଏହି ଯାତ୍ରାର କାହାଣୀକୁ ଆରମ୍ଭରୁ ଜାଣିବା। ଆଚ୍ଛା, ନୂଆପଡ଼ାର ଏଇ ଯେଉଁ ସଫଳତା, ତାକୁ ଠିକ୍ରେ ବୁଝିବା ପାଇଁ ଆମକୁ ଟିକେ ପଛକୁ ଯିବାକୁ ହେବ, କାରଣ ଏହାର ବର୍ତ୍ତମାନ ତାର ଇତିହାସ ଆଉ ଭୂଗୋଳ ସହିତ ବହୁତ ଗଭୀର ଭାବେ ଜଡ଼ିତ। ଆଜି ଆମେ ଯେଉଁ ନୂଆପଡ଼ାକୁ ଦେଖୁଛେ, ତାର ଇତିହାସ କିନ୍ତୁ ବହୁତ ପୁରୁଣା ଆଉ ଗୌରବମୟ। ଏହି ମାଟି ଦିନେ ମହାକାନ୍ତାର, ନଳବଂଶ ଏବଂ ସୋମବଂଶୀ ରାଜାମାନଙ୍କର ଶାସନ କ୍ଷେତ୍ର ଥିଲା। ତେଣୁ ଏହାର ଐତିହାସିକ ମହତ୍ତ୍ୱ ବହୁତ ଅଧିକ। କିନ୍ତୁ ଇତିହାସ ଯେତିକି ଗୌରବମୟ, ଭୂଗୋଳ ସେତିକି କଠୋର। ଆପଣ କଳ୍ପନା କରନ୍ତୁ, ଖରାଦିନେ ତାପମାତ୍ରା 45 ଡିଗ୍ରୀ ଛୁଉଁଛି, ଆଉ ବର୍ଷା, ତାର ତ କିଛି ଠିକଣା ନାହିଁ। କେବେ ଏତେ ବର୍ଷା ହେବ ଯେ ବନ୍ୟା ପରିସ୍ଥିତି, ଆଉ କେବେ ଭୟଙ୍କର ମରୁଡ଼ି। ଏହି ଅସ୍ଥିର ଜଳବାୟୁ ହିଁ ଏଠାକାର ଲୋକଙ୍କ ପାଇଁ ସବୁବେଳେ ଏକ ବଡ଼ ଆହ୍ୱାନ ହୋଇ ରହିଛି। ଆଉ ଏଇଭଳି ପାଣିପାଗର ସବୁଠୁ ବେଶି ପ୍ରଭାବ କାହା ଉପରେ ପଡ଼େ? ସେଠାକାର ଲୋକଙ୍କ ଉପରେ। ତେବେ ଆସନ୍ତୁ ସେମାନଙ୍କର ଜୀବନ ଆଉ ସଂସ୍କୃତିକୁ ଟିକେ ପାଖରୁ ଦେଖିବା। ଆମେ ଯେତେବେଳେ ନୂଆପଡ଼ାର ଜନସଂଖ୍ୟା ଉପରେ ନଜର ପକାଇବା, ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଜାଣିବାକୁ ମିଳେ। ଏଠାରେ ପ୍ରାୟ 1/3ରୁ ଅଧିକ ଲୋକ ହେଉଛନ୍ତି ଅନୁସୂଚିତ ଜନଜାତିର। ଏହା ହିଁ ଏହି ଜିଲ୍ଲାର ସାମାଜିକ ଏବଂ ସାଂସ୍କୃତିକ ପରିଚୟର ମୂଳଦୁଆ। ଆଉ ଏହି ଜନଜାତିଙ୍କ ଭିତରେ ଗୋଟେ ବିଶେଷ ଗୋଷ୍ଠୀ ଅଛନ୍ତି, ଯାହାଙ୍କୁ କୁହାଯାଏ PVTG, ମାନେ ବିଶେଷ ଭାବେ ଦୁର୍ବଳ ଆଦିବାସୀ ଗୋଷ୍ଠୀ। ଏମାନଙ୍କର ଜୀବନଶୈଳୀ ଆଉ ସଂସ୍କୃତି ବହୁତ ଅଲଗା, ଆଉ ସେମାନଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହାର ଗୋଟେ ବହୁତ ସୁନ୍ଦର ଉଦାହରଣ ହେଉଛି ଚୁକ୍ତିଆ ଭୁଞ୍ଜିଆ ସମ୍ପ୍ରଦାୟଙ୍କ ଲାଲ ବଙ୍ଗାଳା। ଏହା କେବଳ ମାଟିର ଗୋଟେ ଘର ନୁହେଁ, ଏହା ହେଉଛି ସେମାନଙ୍କର ପବିତ୍ର ରୋଷେଇ ଘର, ସେମାନଙ୍କର ପରିଚୟ। ଆଉ ବିଶ୍ୱାସ ଏତେ ଦୃଢ଼ ଯେ ଯଦି କୌଣସି ବାହାର ଲୋକ ଏହାକୁ ଛୁଇଁଦିଏ, ତାହେଲେ ପୁରା ଘରକୁ ଭାଙ୍ଗିଦେଇ ପୁଣିଥରେ ତିଆରି କରାଯାଏ। କିନ୍ତୁ ଏହି ସୁନ୍ଦର ପରମ୍ପରା ପଛରେ ଗୋଟେ ବହୁତ ବଡ଼ ଦୁଃଖ ବି ଲୁଚି ରହିଛି। ଜାଣନ୍ତି, ଜଳସେଚନର ଅଭାବ ଆଉ ଦୁର୍ବଳ ଅର୍ଥନୀତି ଯୋଗୁଁ ପ୍ରତିବର୍ଷ ପ୍ରାୟ 10,000ରୁ ଅଧିକ ପରିବାରଙ୍କୁ ନିଜ ଘରଦ୍ୱାର ଛାଡ଼ି ବାହାରକୁ ଦାଦନ ଖଟିବାକୁ ଯିବାକୁ ପଡ଼େ। ଏତେ ସବୁ ସମସ୍ୟା ଭିତରେ ଲାଗୁଥିଲା ଯେମିତି କିଛି ବଦଳିବନି, କିନ୍ତୁ ପରିବର୍ତ୍ତନ ଆସିଲା, ଏକ ବଡ଼ ପରିବର୍ତ୍ତନ। ତେବେ ପ୍ରଶ୍ନ ହେଉଛି, କେମିତି? କ'ଣ ଥିଲା ସେହି ଟର୍ଣ୍ଣିଂ ପଏଣ୍ଟ? ଆଉ ଏହାର ଉତ୍ତର ହେଉଛି ଗୋଟିଏ କାର୍ଯ୍ୟକ୍ରମ, ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ। ନୀତି ଆୟୋଗ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଯୋଜନାର ଲକ୍ଷ୍ୟ ଥିଲା ଦେଶର ସବୁଠାରୁ ପଛୁଆ ଜିଲ୍ଲାଗୁଡ଼ିକର ଦ୍ରୁତ ବିକାଶ କରିବା। ଆଉ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ନୂଆପଡ଼ା ସାରା ଦେଶରେ ଦ୍ୱିତୀୟ ସର୍ବାଧିକ ଉନ୍ନତ ଆକାଂକ୍ଷୀ ଜିଲ୍ଲା ହେବାର ଗୌରବ ଅର୍ଜନ କଲା। ଏହା କୌଣସି ଛୋଟ କଥା ନୁହେଁ। ହେଲେ ଏତେ ବଡ଼ ସଫଳତା ତ ରାତାରାତି ମିଳିନଥିବ। ଏହା ପଛରେ ଥିଲା ବହୁତ ବଡ଼ ପୁଞ୍ଜିନିବେଶ। ଦେଖନ୍ତୁ, ଜଳସେଚନ ପାଇଁ 802 କୋଟି, ଭଲ ରାସ୍ତା ପାଇଁ 447 କୋଟି, ଆଉ ରେଳ ଲାଇନ୍ ପାଇଁ 2,621 କୋଟି ଟଙ୍କାର ନିବେଶ କରାଗଲା। ଏହା ଜିଲ୍ଲାର ଚେହେରା ବଦଳାଇବାରେ ବହୁତ ସାହାଯ୍ୟ କଲା। କିନ୍ତୁ କଥାଟା ଖାଲି ଟଙ୍କା କିମ୍ବା ଭିତ୍ତିଭୂମିରେ ସରିନଥିଲା। ଏହି ନିବେଶ ଗୋଟେ ନୂଆ ଚିନ୍ତାଧାରାକୁ ଜନ୍ମ ଦେଲା। ସ୍ଥାନୀୟ ଲୋକଙ୍କୁ ସାଙ୍ଗରେ ନେଇ ଅନେକ ନୂଆ ପଦକ୍ଷେପ ନିଆଗଲା, ଯାହା ଭବିଷ୍ୟତ ପାଇଁ ଏକ ବ୍ଲୁପ୍ରିଣ୍ଟ ତିଆରି କଲା। ଦେଖନ୍ତୁ, ଜିଲ୍ଲା କେମିତି ତାର ପୁରୁଣା ସମସ୍ୟାଗୁଡ଼ିକୁ ନୂଆ ଆଉ ସୃଜନଶୀଳ ଉପାୟରେ ସମାଧାନ କଲା। ପ୍ଲାଷ୍ଟିକ ମୁକ୍ତ ହେବାରେ ଓଡ଼ିଶାର ପ୍ରଥମ ଜିଲ୍ଲା ହେଲା। ଜିଓ ପାଇଁ ଗଛଟିଏ ଭଳି ସୁନ୍ଦର ଯୋଜନା ଆରମ୍ଭ ହେଲା। ଏସବୁ ବାସ୍ତବରେ ପ୍ରଶଂସନୀୟ। ଏବେ ଲକ୍ଷ୍ୟ ଆହୁରି ବଡ଼ ହୋଇଯାଇଛି। ଓଡ଼ିଶାର ଉନ୍ନୟନ କମିଶନରଙ୍କ କଥା ଅନୁସାରେ ନୂଆପଡ଼ାକୁ ସର୍ବାଙ୍ଗୀନ ବିକାଶର ଏକ ମଡେଲରେ ପରିଣତ କରିବା ହେଉଛି ମୂଳ ଉଦ୍ଦେଶ୍ୟ। ଆଉ ଏ ନୂଆ ଚିନ୍ତାଧାରାର ସବୁଠାରୁ ବଡ଼ ପ୍ରମାଣ ମିଳିଲା ଜୁଲାଇ 2025ରେ, ଯେତେବେଳେ ମହାନ ସଫାଇ ଅଭିଯାନ ଆରମ୍ଭ ହେଲା। ଏହି ଦିନ ନୂଆପଡ଼ା ଗୋଟେ ଇତିହାସ ସୃଷ୍ଟି କଲା। ଆପଣ ବିଶ୍ୱାସ କରିବେନି, ମାତ୍ର 2 ଘଣ୍ଟା ଭିତରେ 1.42 ଲକ୍ଷ ଲୋକ ଏଥିରେ ଯୋଗ ଦେଇଥିଲେ। ଏହା ଥିଲା ଜନଭାଗିଦାରୀର ଏକ ଜ୍ୱଳନ୍ତ ଉଦାହରଣ। ଆଉ ଫଳ କ'ଣ ହେଲା? ସମୁଦାୟ 32.52 ଟନ୍ ପ୍ଲାଷ୍ଟିକ ଆବର୍ଜନା ସଫା କରାଗଲା। ଏହି ସଂଖ୍ୟା ହିଁ କହୁଛି ଯେ ଏହି ଅଭିଯାନ କେତେ ସଫଳ ଥିଲା। କିନ୍ତୁ କାମଟା ଖାଲି ସଫା କରିବାରେ ସୀମିତ ନଥିଲା। ସେହି ଦିନ ହିଁ 1.02 ଲକ୍ଷ ଗଛ ଲଗାଗଲା, ଆଉ 500ଟି ନୂଆ ଗ୍ରୀନ୍ ବଫର ଜୋନ୍ ତିଆରି କରାଗଲା। ଏହା ହେଉଛି ଭବିଷ୍ୟତ ପାଇଁ ଏକ ବଡ଼ ନିବେଶ।
ଏବେ ଏହି ସବୁ ପରିଶ୍ରମର ଫଳ ମିଳିବା ଆରମ୍ଭ ହୋଇଛି। ଭବିଷ୍ୟତ ପାଇଁ ଅନେକ ନୂଆ ସମ୍ଭାବନାର ଦ୍ୱାର ଖୋଲିଯାଇଛି। ସୁନାବେଡ଼ା ଅଭୟାରଣ୍ୟରେ ଇକୋ ଟୁରିଜିମ୍ ହେଉ କିମ୍ବା ନୂଆ ରେଳ ଲାଇନ୍ ଯୋଗୁଁ ଶିଳ୍ପର ବିକାଶ, ନୂଆପଡ଼ାର ଭବିଷ୍ୟତ ବହୁତ ଉଜ୍ଜ୍ୱଳ ଦେଖାଯାଉଛି। ଶେଷରେ ନୂଆପଡ଼ାର ଏହି ଯାତ୍ରା ଆମ ସମସ୍ତଙ୍କ ପାଇଁ ଗୋଟେ ବଡ଼ ପ୍ରଶ୍ନ ଛାଡ଼ିଯାଉଛି, କ'ଣ ପ୍ରକୃତରେ ବିକାଶ ଆଉ ଐତିହ୍ୟ ଏକା ସାଙ୍ଗରେ ଚାଲିପାରିବେ? ନୂଆପଡ଼ା କିନ୍ତୁ ଏହାର ଏକ ବହୁତ ସକାରାତ୍ମକ ଉତ୍ତର ଦେବାକୁ ଚେଷ୍ଟା କରୁଛି।